କିନ୍ତୁ ବିଭିନ୍ନ ପ୍ରକାର ଅଭିଯୋଗ ଆସିବାରୁ ଅଭିଯୋଗକୁ ଭିତ୍ତି କରିକି ଗୋଟେ ତଦନ୍ତ ପାଇଁ ଆମେ ଆରମ୍ଭ କରିବାକୁ ଯାଉଛୁ। ତଦନ୍ତଟା ବର୍ତ୍ତମାନ ଜଷ୍ଟ ଆରମ୍ଭ କରିଛୁ ଆଉ ତା ଭିତରକୁ ଆମେ ଯାଉଛୁ। ଆମେ ଗଲା ପରେ ଆମେ ଜାଣିପାରିବୁ କ'ଣ ହେଇଛି କ'ଣ ନ ହେଇଛି। ଏଭଳି ବିଭିନ୍ନ ପ୍ରକାରର ମାନେ ଏଭଳି ସ୍ପେସିଫିକ୍ ନୁହଁ, ବିଭିନ୍ନ ପ୍ରକାରର ମାନେ ବର୍ତ୍ତମାନ ପର୍ଯ୍ୟନ୍ତ ଆମେ ଯାଇନୁ। ଆମେ ମାନେ ଗୋଟି ଗୋଟି କରି ଆମେ ଅଭିଯୋଗଟା ଆମେ ତଦନ୍ତ କରୁ। କିଛି ବିଭିନ୍ନ ପ୍ରକାର ଅନିୟମିତ ଅଭିଯୋଗ ଖାଲି ଜଷ୍ଟ ଆସିଥିଲା ଏଇଆ। ବିଭିନ୍ନ ପ୍ରକାର ଆର୍ଥିକ ଅନ୍ୟ ଜିନିଷ ଅନିୟମିତ ଆସିଥିଲା, ସେଥିପାଇଁ ଆମେ କରୁଛୁ। ସେ ବିଷୟରେ ଯେହେତୁ ଆପଣମାନେ ବର୍ତ୍ତମାନ ଆସିଲେ, ମୁଁ ବି ବର୍ତ୍ତମାନ ଆସିଲି, ମୁଁ ଆରମ୍ଭ କରୁଛି। ମୁଁ ଯେପର୍ଯ୍ୟନ୍ତ ତା ଭିତରକୁ ନ ଯାଇଛି ମୁଁ କୌଣସି ଜିନିଷଟା ସେ ବିଷୟରେ ମୁଁ କହିପାରିବିନି, କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ମୁଁ ତାର ଭିତରକୁ ଯାଇନି। ମୁଁ ଆରମ୍ଭ କରୁଛି, ଆରମ୍ଭ କରିସାରିଲା ପରେ ମୁଁ ଗଲା ପରେ ମୁଁ ଯାହା କରିପାରିବି। ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ପ୍ରକାରର ସେ ବିଷୟରେ ବର୍ତ୍ତମାନ ପର୍ଯ୍ୟନ୍ତ ସେ ଇଏକୁ ଯାଇନି, ବୁଝିପାରିଲେ। ଯେତେବେଳେ ମୁଁ ସେ ଜିନିଷରେ ଉପନୀତ ହେବି ବା ଜାଣିପାରିବି ତେବେ ଯାଇ ଆପଣଙ୍କୁ କହିବି। ଅଭିଯୋଗ ବହୁତ ଜାଗା ଅଛି, ଯେହେତୁ ଆପଣ ଦେଖିଲେ ଗୋଟେ ଗୋଟେ ମାର୍କେଟ କମ୍ପ୍ଲେକ୍ସ ଜଣଙ୍କ ନାଁରେ ପାଞ୍ଚଟା ରୁମ୍ ଅଛି, କାହାର ନାଁରେ 7ଟା ରୁମ୍ ଅଛି, ସମସ୍ତେ ଏଇଟା ପୁରା ଯାଞ୍ଚ କରିବେ। ଆପଣ ଯେତେବେଳେ ଆସିଛନ୍ତି କହୁଛନ୍ତି ସେ ଅଭିଯୋଗକୁ ଭିତ୍ତି କରିକି ବା କ'ଣ କରିକି ଆମେ ସବୁ ପୁଙ୍ଖାନୁପୁଙ୍ଖ ଭାବେ ତଦନ୍ତ କରିବୁ। ତଦନ୍ତ କରିକି ଯାହା ଆସିବ ତା ଅନୁସାରେ ଯାହା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା କଥା ସେଇ ଭାବରେ ଆମର କାର୍ଯ୍ୟାନୁଷ୍ଠାନ ଗ୍ରହଣ ହଁ ସେଇଭଳିଆ ଆପଣ ସୂଚନା ଅଛି ଯେ ପୌରପାଳିକାର ଯେଉଁ ରୁମ୍ସ ଅଛି ସେଟା ଆରାମସେ କିଛି ହେରଫେର କରିଛି ବୋଲି ଯାହା ଅଭିଯୋଗ ହେଇଛି, ଯାହା ଆମ ପାଖରେ ସୂଚନା ଅଛି। ସେ ବିଷୟରେ ତଦନ୍ତ ହେଉଛି। ଆପଣଙ୍କ ପାଖରେ ସୂଚନା ଅଛି, ଆମେ ସବୁଗୁଡ଼ାକୁ ଯାଉଛୁ। ଆପଣ ବି କହିଲେ, ସେ ବି ମୁଁ ଶୁଣିଲି, ସେଗୁଡ଼ାକୁ ସବୁ ଯାଉଛୁ। ଗଲା ପରେ ମୁଁ ଆପଣଙ୍କୁ ଯଦି ପାଇବି ତାହେଲେ ଆପଣମାନଙ୍କୁ ମୁଁ କୃଷି ବିପଣନ ବିଭାଗରୁ ଆସିଥିଲି, କୃଷି ବିପଣନ ପରିଷଦ ବିଭାଗରୁ ଆସିଥିଲି, ଯାହାର ଏଇ RMCର ହେଡ଼କ୍ୱାର୍ଟର ରହୁଛି ସେଠି ଭୁବନେଶ୍ୱରରୁ ମୁଁ ଆସିଥିଲି। ନାଇଁ, ମୁଁ ଏକୁଟିଆ ଆସିଛି।